ନମସ୍କାର। ଆଜି ମଙ୍ଗଳବାର ମାର୍ଚ୍ଚ 17 ତାରିଖର ଶୁଣିବା ରାଶିଫଳ। ମେଷ, ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁର୍ଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସି ହେବା ସହ ବନ୍ଧୁ ପରିଜନଙ୍କ ପ୍ରୀତିଭାଜନ ହୋଇପାରନ୍ତି। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ଶେଷ ପର୍ଯ୍ୟାୟରେ ରାହୁଙ୍କ ପ୍ରଭାବରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ବୃଷ, ରାଶ୍ୟାଧିପତି ବାଗ୍ଦୀପ ସଂସ୍ପର୍ଶରେ ରହିଥିବାରୁ ଯୋଗପୀଡ଼ା ଜନିତ ସ୍ୱାସ୍ଥ୍ୟହାନି କିମ୍ବା ପାରିବାରିକ କଳହର ସୂଚନା ରହିଛି। ଭଲ ସମ୍ପର୍କ ଥିବା ନିକଟ ସମ୍ପର୍କୀୟ ବନ୍ଧୁଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଧାର କରିବାକୁ ପଡ଼ିପାରେ। ମିଥୁନ, ରାହୁଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ କାରଣରୁ ଶ୍ରୁତିକଟୁ ଭାଷା ପ୍ରୟୋଗ କରି ସମାଲୋଚିତ ହେବେ। ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ପ୍ରଭାବରେ ସଂଗଠନ, ରାଜନୀତି, ଆଇନ ଓ ଅଦାଲତରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ର କରି କଳହ ଘଟିପାରେ। କର୍କଟ, ରାଶ୍ୟାଧିପତି ଦୁସ୍ଥାନଗତ ହୋଇ ପାପଯୁକ୍ତ କାରଣରୁ ମାନସିକ ସୁସ୍ଥତା ପୂର୍ଣ୍ଣ ମାତ୍ରାରେ ରହିନପାରେ। ପରିସ୍ଥିତି ଆପଣଙ୍କ ଚିନ୍ତାଧାରାକୁ ବିଗାଡ଼ି ଦେବ। ବନ୍ଧୁମାନେ ସାହାଯ୍ୟ ବଦଳରେ ସ୍ୱାର୍ଥହାନି ଆଶଙ୍କାରେ ଦୂରେଇ ଯିବେ। ବାଣିଜ୍ୟ, କଳା, ସାହିତ୍ୟ, ଚଳଚ୍ଚିତ୍ର, ପ୍ରେସ୍ ଓ ପବ୍ଲିକେସନ କ୍ଷେତ୍ରରେ ଆଶା ପୂରଣ ହୋଇପାରିବ। ସିଂହ, ସପ୍ତମ ଭାବସ୍ଥ ଏକାଧିକ ଗ୍ରହ ଯୋଗୁଁ ବିବାଦୀୟ କ୍ଷେତ୍ରରେ ପରାସ୍ତ ହୋଇପାରନ୍ତି। ଆଜିର ଯାତ୍ରା ସଙ୍ଗକୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ପାରିବାରିକ ସ୍ତରରେ ବଦ୍ ଖର୍ଚ୍ଚ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ଅତି ଭଲ ସମ୍ପର୍କ ରହିଥିବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। କନ୍ୟା, ଉଚ୍ଚସ୍ଥ ଶୁକ୍ର ପାପଗ୍ରହ ଯୁକ୍ତ ହୋଇଥିବାରୁ ଆପଣ ମନୋରଞ୍ଜନ କାର୍ଯ୍ୟକ୍ରମ ପୂର୍ଣ୍ଣତଃ ଉପଭୋଗ୍ୟ ହୋଇପାରିବ ନାହିଁ। ଆବଶ୍ୟକତା ଅନୁଯାୟୀ ନୂତନ ବସ୍ତ୍ରାଳଙ୍କାର, ଯାନବାହନ ଆଦି କ୍ରୟ ବିକ୍ରୟ ସକାଶେ ମାନସିକ ପ୍ରସ୍ତୁତି ଚଳାଇ ପାରନ୍ତି। ଆତ୍ମୀୟଙ୍କ ଦୁଃଖିତ ମନକୁ ସାନ୍ତ୍ୱନା ଦେବାକୁ ଯାଇ ପରିବାରରେ ଟଣାଓଟରା ଲାଗିଯିବ। ତୁଳା, କୋଣ ଭାବସ୍ଥ ଏକାଧିକ ଗ୍ରହ ବୌଦ୍ଧିକ ସହାୟତା ପ୍ରଦାନ କରି ସମସ୍ୟାମୁକ୍ତ ହେବାରେ ସାହାଯ୍ୟ କରିବ। ବ୍ୟୟଭାର କ୍ରମଶଃ କମି କମି ଆସିବ ତଥାପି ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ। ଅବସାଦ ଜନିତ ସ୍ୱାସ୍ଥ୍ୟ ବିଗିଡ଼ିଯିବ। କର୍ମକ୍ଷେତ୍ରରେ ସ୍ଥାନ ବଦଳିବା କାରଣରୁ ସାମୟିକ ବିବ୍ରତ ହୋଇପାରନ୍ତି। ବିଛା, ଅଷ୍ଟମସ୍ଥ ବୃହସ୍ପତି ଭାଗ୍ୟାଧିପତିଙ୍କୁ ଅବଲୋକନ କରୁଥିବାରୁ ସବୁ ସୁବିଧା ଥାଇ ମଧ୍ୟ ସୁଯୋଗ ହରାଇ ପାରନ୍ତି। ବ୍ୟତିକ୍ରମ ମଧ୍ୟରେ କାମ ହାସଲ କରିବେ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତାରୁ ଅଭିଳଷିତ ସ୍ଥାନକୁ ସ୍ଥାନାନ୍ତର ସମ୍ଭାବନା ହୋଇପାରେ। ଧନୁ, ଭାଗ୍ୟସ୍ଥାନକୁ ଏକାଧିକ ଗ୍ରହ ଦୃଷ୍ଟି ଦେଉଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବ। ସ୍ଥଗିତ କାମ ପଡ଼ୋଶୀଙ୍କ ସହଯୋଗରେ ସମ୍ପନ୍ନ ହୋଇଯିବ। କୌଣସି କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତାକୁ ନେଇ ଦୂର ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ପ୍ରତିଶ୍ରୁତି ଦେବେ। ସଂଗଠନ, ରାଜନୀତି, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ସମସ୍ୟା ଉପୁଜିଯିବ। ମକର, ମୂଖଭାବସ୍ଥ ଗ୍ରହ ପ୍ରଭାବରେ କର୍ମକ୍ଷେତ୍ର ଠିକ୍ ରହିଥିଲେ ମଧ୍ୟ କେତେକ ଅହେତୁକ ଚିନ୍ତାଧାରା ମନକୁ ବିବ୍ରତ କରିବ। ଆପୋଷ ଆଲୋଚନାରେ ପାରିବାରିକ ସମସ୍ୟା ସମାଧାନ ହେବ। ଆନୁଷ୍ଠାନିକ କାମ, ସାଂଗଠନିକ ସଭା ତଥା ପ୍ରଶାସନିକ କ୍ଷେତ୍ର ଉନ୍ନତ ରହିବ।
ଅର୍ଥ କାରବାରରେ ବନ୍ଧୁଙ୍କ ସହ ସୁସମ୍ପର୍କ ପୂର୍ବ ଭଳି ରହିନପାରେ। କୁମ୍ଭ ତୃତୀୟ ଅଷ୍ଟମାଧିପତି ଧନସ୍ଥାନରେ ଥିବାରୁ ଅର୍ଥକୁ କେନ୍ଦ୍ର କରି ବିବାଦର ସମ୍ମୁଖୀନ ହେବେ। ଉଦ୍ୟୋଗ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିବ। ଜମିଜମା କାରବାର ସରକାରୀ ସୂତ୍ରରୁ ଅର୍ଥ ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। କିନ୍ତୁ ବାଣିଜ୍ୟ ବ୍ୟବସାୟ ପରିବହନରେ ସାମାନ୍ୟ ପ୍ରତିବନ୍ଧକର ସୂଚନା ରହିଛି। ମୀନ ରାଶ୍ୟାଧିପତି କେନ୍ଦ୍ର ସ୍ଥାନରେ ରହିଥିବାରୁ ପାରିବାରିକ ଏବଂ କର୍ମକ୍ଷେତ୍ର ସମସ୍ୟା ମୁକ୍ତ ରହିବେ। ପ୍ରଶାସନ ରାଜନୀତି ସାମ୍ବାଦିକତା ସଭାସମିତି କ୍ଷେତ୍ରରେ ଅନିଶ୍ଚିତତା ଅନୁଭୂତ ହେବ। ବୃହସ୍ପତି ଧାର୍ମିକ ଚେତନା ସୃଷ୍ଟି କରି ଆପଣଙ୍କ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ କରିପାରନ୍ତି। ନମସ୍କାର।